ଜଣେ ଜଳି ପୋଡ଼ି ଏଠି ମରିଗଲା ପରେ ଦୁନିଆ ଯେ କହେ ଆହା, ବଞ୍ଚିଥିଲା ବେଳେ କେତେ ଯେ ନେହୁରା, ଗୁହାରି କରିଲେ କେହି ନ ହୁଏ ସାହା। ଜଣେ ଜଳି ପୋଡ଼ି ଏଠି ମରିଗଲା ପରେ ଦୁନିଆ ଯେ କହେ ଆହା, ବଞ୍ଚିଥିଲା ବେଳେ କେତେ ଯେ ନେହୁରା, ଗୁହାରି କରିଲେ କେହି ନ ହୁଏ ସାହା। ଜଣେ ଯେତେବେଳେ ନିଜର ଦୁଃଖ, ଯନ୍ତ୍ରଣା ତଥା ଅସୁବିଧା ସବୁକୁ ଏ ସମାଜ ତଥା ପ୍ରଶାସନ ଆଗରେ ବ୍ୟକ୍ତ କରେ, ତାକୁ ଆଦୌ ଗୁରୁତ୍ୱ ଦିଆଯାଏ ନାହିଁ। ଅଧିକାଂଶ ସମୟ ବେଳେ ବେଳେ ତ ଜମାରୁ ବିଶ୍ୱାସ ହିଁ କରାଯାଏ ନାହିଁ। ତେଣୁ ସେ ବ୍ୟକ୍ତିଟି କଣ ବା କରିବ? ସେ ଯାହା କରିବ ତାହା ଆପଣ ଏ ଘଟଣାରୁ ଦେଖି ସାରିଥିବେ। ପରବର୍ତ୍ତୀ ଧାଡ଼ି ଗୁଡ଼ିକରେ ମୁଁ ଏହାକୁ ବ୍ୟକ୍ତ କରିଛି ଏପରି ଭାବରେ। ହାଡ଼ ମାଉସକୁ ନିଆଁରେ ଜଳେଇ ଜଣେଇବାକୁ ହୁଏ, ମୁଁ ଅନ୍ତରେ ଜଳୁଥିଲି, ହଁ ଭାରି କଷ୍ଟ ପାଉଥିଲି। ମରଣ ସେଜରେ ଉଦାସ ଆଖିରେ କହିବାକୁ ହୁଏ, ମୁଁ ନ୍ୟାୟ ଟିକେ ଚାହୁଁଥିଲି, ହଁ ମୁଁ ବଞ୍ଚିବାକୁ ଚାହୁଁଥିଲି। ବାଲେଶ୍ୱରର ଫକୀର ମୋହନ ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଜକୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣାଟି ସମଗ୍ର ଓଡ଼ିଶାକୁ ସ୍ତବ୍ଧ କରିଛି। ପ୍ରାୟ 3 ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରିବା ପରେ ଗତ ରାତିରେ ଭୁବନେଶ୍ୱର ଏମ୍ସରେ ସେ ପ୍ରାଣତ୍ୟାଗ କରିଛନ୍ତି। ସେ ଘଟଣାକୁ ପ୍ରତୀକ କରି ସମାଜର ଗୋଟେ ନିଚ୍ଛକ ବାସ୍ତବିକତାକୁ ଏହି କବିତା ମାଧ୍ୟମରେ ମୁଁ ଆପଣମାନଙ୍କ ଆଗରେ ଉପସ୍ଥାପିତ କରିବା ପାଇଁ ଚେଷ୍ଟା କରିଛି। ମୋ କବିତାର ଅନ୍ତଃସ୍ୱର ହେଲା, ଜଣେ ବ୍ୟକ୍ତି ଯେତେ ବି ଦୁଃଖ, ଯନ୍ତ୍ରଣା, ଅସୁବିଧାରେ ଥାଆନ୍ତୁ ନା କାହିଁକି, ସେ ନ୍ୟାୟ ପାଇଁ କେତେ ବି ସଂଘର୍ଷ ଆଉ ସଂଗ୍ରାମ କରନ୍ତୁ ନା କାହିଁକି, ସମାଜ, ଦୁନିଆ ତଥା ପ୍ରଶାସନ ସେସବୁକୁ ବିଶେଷ ଗୁରୁତ୍ୱ ଦିଏ ନାହିଁ ସେ ପର୍ଯ୍ୟନ୍ତ, ଯେପର୍ଯ୍ୟନ୍ତ ଗୋଟିଏ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତମ୍ଭୀଭୂତ ନ କରିଦେଇଛି। ଜଣେ ଜଳି ପୋଡ଼ି ଏଠି ମରିଗଲା ପରେ ଦୁନିଆ ଯେ କହେ ଆହା, ବଞ୍ଚିଥିଲା ବେଳେ କେତେ ଯେ ନେହୁରା, ଗୁହାରି କରିଲେ କେହି ନ ହୁଏ ସାହା।